ଶିରିଡି ସାଇଁକି ଆପଣ ଭଗବାନ ବୋଲି ମାନନ୍ତି? ଭଗବତ ଶକ୍ତି ଏଗେନ୍ ମୁଁ ଭଗବାନ ବୋଲେ କଣ ଭାବେ ଇଟ୍ସ କ୍ୱାଇଟ୍ ଏ ଡିଫରେଣ୍ଟ ଥିଙ୍ଗ। ଭଗବାନଙ୍କର ଏନର୍ଜି ଫିଲ୍ଡ, ହୁଁ, ବ୍ରହ୍ମକୁ ଯୋଉ ଏନର୍ଜି ଫିଲ୍ଡ ୱାର୍ଲଡ ଅଛି, ସେ ୱାର୍ଲଡ ତାର ସିମ୍ବଲିକ ରୂପ କେତେ ପ୍ରକାର ହେଇପାରନ୍ତି। ଆମେ ମାନେ ଦେଖିଲୁ ବିଷ୍ଣୁକୁ ଦେଖିଲୁ, ବ୍ରହ୍ମାଙ୍କୁ ଦେଖିଲୁ, ଆମେ ପ୍ରତୀକକୁ ଭଲ ପାଉନା, ସେ ପ୍ରତୀକଟାକୁ ପୂଜା କରୁ ଅଲୱେଜ। ଆମେ ବାଲୁରେ ବି ପୂଜା କରୁ, ଶିବଲିଙ୍ଗ ପୂଜା କରୁ। ତେଣୁକରି ଭଗବତ ଶକ୍ତି ଅଛି, ଯୋଉ ଆଲଟିମେଟ ବ୍ରହ୍ମ ଯେତେବେଳେ କହିବ ତାହେଲେ ସେଇଟା ବୋଧେ କେହି ପୃଥିବୀରେ ଜାଣନ୍ତିନି, ସାର୍ କେହି ଜାଣନ୍ତିନି। ସାର୍ କାରଣ ଏତେ ମିଲିୟନ୍ସ ଆଣ୍ଡ ବିଲିୟନ୍ସ ଅଫ ଷ୍ଟାର୍ସ ଭିତରେ ଗୋଟେ ପୃଥିବୀ ଉପରେ ଆଲଟିମେଟ ସତ୍ୟତା କଣ, କୋଉ ମଣିଷର ଦୋଷ ଅଛି ସେ କହିବା ପାଇଁ କେହି କହିପାରିବେନି। ଭଗବାନଙ୍କୁ ଆଜିକାର ପରିପ୍ରେକ୍ଷୀରେ ଯଦି ଦେଖିବା, ଅନେକ ଲୋକ ତ ଭକ୍ତି କରନ୍ତି ସାଲଭେସନ ପାଇଁ ବୋଲି, ମୁକ୍ତି ପାଇଁ ବୋଲି। ଅନେକ ଲୋକ ବି ତାଙ୍କୁ ଭକ୍ତି କରନ୍ତି କିଛି ପ୍ରାପ୍ୟ ପାଇବା ପାଇଁ ବୋଲି, କିଛି ସ୍ୱାର୍ଥ ହାସଲ ପାଇଁ ବୋଲି, କିଛି ଲୌକିକ ସ୍ୱାର୍ଥ ବା ଆପଣ ଯଦି ପାର୍ଥିବ ସ୍ୱାର୍ଥ କଥା କହିବେ ପାର୍ଥିବ ଉପଲବ୍ଧି ପାଇଁ ବୋଲିକିରି କରନ୍ତି। ଶିରିଡି ସାଇଙ୍କ ପାଖରେ ଏ ଦିଟି ଯାକ ପ୍ରଦାନ କରିବାର ସାମର୍ଥ୍ୟ ବୋଲିକିରି ଆପଣ ବିବେଚନା କରନ୍ତି? ମୁଁ ସେ ପାଇଁ ଯାଇନଥିଲି ନା ଏବେ ଯାଉଛି ସାର୍ ମୁଁ ଯେତେବେଳେ ଯାଇଥିଲି ତାଙ୍କ ପାଖକୁ, ପ୍ରାପ୍ତି ତ ମୋର ହେଇଥିଲା, ଭଲ ଚାକିରି କରୁଥିଲେ, ସବୁ ଥିଲା, ତାକୁ ସାର୍ ଛାଡିକି ଗଲି, ପ୍ରାପ୍ତିର କିଛି ନଥିଲା। ମାନେ କୋଉଥିପାଇଁ ଯାଇଥିଲେ ସାର୍? ନାଇଁ ମତେ ଭାବ ଯେତେବେଳେ ଆସେ ସେଟା ଆଉ ଯୁକ୍ତିର ପ୍ରଶ୍ନ ଆସେନି। ସାର୍ ଭଲ ପାଇବାଟା ତ ସାର୍ ଯେତେବେଳେ ଯୁକ୍ତି ଲାଗେନି, ସାର୍ ଆକର୍ଷଣ, ସେଇଟା ଗୋଟେ ଦିବ୍ୟ ଆକର୍ଷଣ ତମେ କହିପାରିବ। ସାର୍ ସେ ଦିବ୍ୟ ଆକର୍ଷଣ ଯାଇଥିଲି। ଆଉ ଦିବ୍ୟତାଟା କଣ ସେଇଟା ପରିଭାଷିତ ହେଇନପାରେ, ସେଟା ଅନୁଭବିତ। ସେ ଆପଣଙ୍କର ଅନୁଭବରେ ବହୁତ ଲୋକର ମୋର ବି ଥିଲା। ଆପଣ ସିଡି ଦେଖିଲେ, ବହୁତ ଥର କହିଛନ୍ତି, ବହୁତ ଜାଗାରେ କହିଛନ୍ତି ସିଡି ଦେଖିଲେ, କିଛି ରହସ୍ୟମୟ ସିଡି ହଁ ଦେଖିଲେ, ହଁ କିଛି ଭୂତ ସିଡି ଦେଖିଲେ, ତା ଭିତରେ ଆପଣଙ୍କୁ ଥରେ ମିଳିଲା ହଁ ସାଇବାବାଙ୍କର ସିଡି, ସେଇଟା ଦେଖିଲା ପରେ ଆପଣ ଅନୁପ୍ରାଣିତ ହେଲେ ବା ସେଠିକି ଗଲେ, ଛୁଟି ନେଇ ଗଲେ, ତାଙ୍କ ବିଷୟରେ ରିସର୍ଚ୍ଚ କଲେ, ହଁ। ସେଠିକି ଗଲେ। ଏଇ ଯୋଉ ଦିବ୍ୟ ଅନୁଭବଟି ଆପଣ ଯୋଉ କଥାଟା କହୁଛନ୍ତି, ଇଏ ତ ବାସ୍ତବରେ ଅସଲ କଥା, ଯୋଉଟା ଆପଣଙ୍କଠୁ ଜାଣିବା ପାଇଁ ସମସ୍ତେ ଚାହିଁବେ। ମୁଁ କହିଦଉଛି, ଯେତେ ଭୂତ ଗପ ଦେଖୁଥିଲି ବସିକିନା, ଫରେନ୍ ଷ୍ଟୋରି ଯାହା ଦେଖୁଥିଲି, କୌଣସିଟା ଏମିତି ଭାବ ଦେଇନଥିଲା। ଏଇଟା ଯେତିକି ଆପଣଙ୍କୁ ଏଇଟା ଆକର୍ଷିତ କଲା। ତେଣୁକରି ଗୋଟେ ଚମତ୍କାର ଲୀଳା ଦେଖିବା, ଗୋଟେ ଦିବ୍ୟ ପୁରୁଷର ଶକ୍ତି ଭିତରେ ମଣ୍ଡଳରେ ଆସିବା, ସେଟା ତ ଡିଫରେଣ୍ଟ ଥିଙ୍ଗ। ସେଟା ନ୍ୟାଚୁରାଲି ହୁଏ। କେତେ ଲୋକ ଯାଇକି ଜଗନ୍ନାଥଙ୍କୁ ମାନେ କାନ୍ଦୁଥାନ୍ତି ସେଇଠି ରଡି ଛାଡିକିନା, ଜୀବନ ଦେଇଦେଲେ ସେଇଠି, କାହିଁକି ହେଲା? ମୁଁ ତ ହେଲେ ଯାଇଥିଲି, ଥିଲି, ତାକୁ ଅନୁଭବ କରିଥିଲି। ବହୁତ ଲୋକ କିଛି ଦିନ ଆସିଲା ପରେ ପ୍ରଥମ ଥର ତାକୁ କାନ୍ଦି କୁଆଟି ଉତ୍ସନ କରନ୍ତି, ଆସେ ସେଟା। ଆମେ ସେଟା ମିଛ କହିପାରିବାନି, ସେମାନେ ଯେଠି କହୁଛନ୍ତି ନା 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 ନା, ସେଟା ଅନ୍ତର ଭିତରୁ ବାହାରେ। ଅନ୍ତର ଭିତରେ।